ବାପାଙ୍କ ଦେହ ଖରାପ ମୁଁ ଜାଣିକି ଯାଇପାରିବିନି। ବାପାଙ୍କ ଦେହ ଖରାପ ହେଲେ କ'ଣ କରିପାରିବ? ଝାଡ଼ା ବାନ୍ତି କାଲିଠୁ ମୋ ମନ ଦୁଃଖ ହେଇଛି। ବାପା ମେଡ଼ିକାଲରେ ପଡ଼ିଛନ୍ତି, ଖେଳି ପାରୁନି କିଛି ନାହିଁ। ଝାଡ଼ା ବାନ୍ତି କାଲିଠୁ ଆଜିଠୁ ଆଡ଼ମିସନ୍ ହେଇଛୁ। ଆଉ ହଉଛି ମାମା 2ଟା ବେଳେ ଆସିବେ, 10ଟା 11ଟା ବେଳେ ଆସୁଛୁ। ସବୁ ହଠାତ୍ ମେଡ଼ିକାଲ ଆଜି ସବୁ ଖାଇବା ପିଇବା ହେଇଥିଲା। ହଉଛି କାଲିଠୁ ଆଡ଼ମିସନ୍ ହେଇଛୁ। ହେଇଥିଲା ଦୋଳି ଖେଳିକି ନୂଆ ଡ୍ରେସ୍ ପିନ୍ଧିକି ହଠାତ୍ ଏମିତି ହେଇଥିଲା। 10ଟା ବେଳେ ମାମା ଆସିବେ, ଗମ ଫମ ସାରିକି ଆସିବେ। ସେ ତାଙ୍କର ରାତି କାଲିଠୁ ହେଲାନି, କାଲି ଖାଇବା ସାରିଲେଣି। ସବୁ କାଲିଠୁ ହେଇଛି, ହେଇଛି ଆଉଁଷ ଦଉଛି। ମୋ ମନ ଦୁଃଖ ହେଇଛି। ବାପା ମେଡ଼ିକାଲରେ ପଡ଼ିଛନ୍ତି, ଖେଳି ପାରୁନି କିଛି ନାହିଁ। କାଲି ନୂଆ ଡ୍ରେସ୍ ହେଇଥିଲା, ପିଠାପଣା ଖାଇଥିଲୁ। ହଠାତ୍ ତାଙ୍କ ଦେହ ଖରାପ ହେଲା। ତଳ ଆସିକି ମେଡ଼ିକାଲରେ ଅଛି। ମାମା ଆଇଲେ ମୁଁ ଘରକୁ ଯିବି। ଯଦି ଦୁଃଖ ଲାଗୁଛି, କ'ଣ କରିପାରିବ? ଭାଇ ଭଉଣୀ ମାମୁଁ ଘରେ। ବାପାଙ୍କ ଦେହ ଖରାପ ହେଲେ କ'ଣ କରିପାରିବ? ଖାଲି ଖେଳୁଥିବେ, ପିଠାପଣା ଖାଉଥିବେ, ସେମାନେ ଖେଳୁଥିବେ। ବାପାଙ୍କର ଦେହ ଖରାପ ହେଲେ ମନ ଦୁଃଖ ହେଉଛି, ଆଉ କ'ଣ କରିପାରିବୁ? ହଉଛି ବହୁତ ମନେ ପଡ଼ୁଛି। ମାମା ସେଠି ସାଙ୍ଗସାଥି ଖେଳୁଥିବେ, ମାମା ଆଇଲେ ମୁଁ ପଳେଇବି। ବାପାଙ୍କ ଦେହ ଖରାପ ମୁଁ ଜାଣିକି ଯାଇପାରିବିନି। କିଛି ଖାଇନି, ପିଠା ଖାଇକି ଆସିଥିଲି କାଲି। ମାମା ଆସିଲେ ମୁଁ ଯିବି ଘରକୁ, ଭାତ ଖାଇକି ଆସିବି। 2ଟା 3ଟା ବେଳକୁ ପଳେଇ ଆସିବେ। ସକାଳେ 6ଟା 7ଟା ବେଳକୁ ଭୋକ ଲାଗୁଛି। ମାମା ଆସିଲେ ଖାଇବାକୁ ଆଣିକି ଆସିବେ। କାଲି ଖାଇ ଦେଇଥିଲେ ଇଆଡ଼ୁ ସିଆଡ଼ୁ।